ଆଜି ଆସିଅଛି ନୂଆ ବରଷ, ସଭିଏଁ ହୁଅନ୍ତି କେତେ ହରଷ। ଓଡ଼ିଆ ଜାତିର ପରବ ଏହି, ପଣା ସଂକ୍ରାନ୍ତି ଯେ କୁହନ୍ତି ତହିଁ। ବସୁନ୍ଧରା ଘଡ଼ି ଚଉରା ପରେ, ବନ୍ଧା ହୁଏ ପୁଣି ଗବଡାଳରେ। ଗଡ଼ିତ ହୁଅଇ ପଣାରେ ପୂର୍ଣ୍ଣ, ବୃନ୍ଦାବତୀଙ୍କୁ ଯେ ହୁଏ ଅର୍ପଣ। ଘଡ଼ିର ରନ୍ଧ୍ରରେ ପଣା ପଡ଼ଇ, ତୁଳସୀ ଗଛରେ ଯାଇଣ ତହିଁ। 1 ମାସ ଯାଏ ଜଳ ସେ ପାଏ, ଗ୍ରୀଷ୍ମର ଉତ୍ତାପ ସହିଣ ଯାଏ। ବିଷୁବ ରେଖାରେ ଥାଆନ୍ତି ସୂର୍ଯ୍ୟ, ଉତ୍ତାପ ତାଙ୍କର ହୁଅଇ ତେଜ। ସେଥିପାଇଁ ଆଜି ଦିନଟି ପରା, ମହାବିଷୁବ ସଂକ୍ରାନ୍ତି ଯେ ସାରା। ବର୍ଷର ଆରମ୍ଭ ଆଜି ଦିନରୁ, ମେଷ ସଂକ୍ରାନ୍ତି ଯେ ହୋଇଥିବାରୁ। ଜଗତ ଠାକୁର ସେ ଜଗନ୍ନାଥ, ପଣା ଭୋଗ ହୁଏ ସେଠି ନିଶ୍ଚିନ୍ତ। ନୂଆ ପାଞ୍ଜି ପ୍ରଚଳନ ହୁଅଇ, 12 ମାସେ 13 ପର୍ବ ଯେ ତହିଁ। ଯେତେ ମାଙ୍ଗଳିକ କାର୍ଯ୍ୟ ଯେ ଥାଏ, ଆଜିର ଦିନରେ ସମ୍ପଦ ହୁଏ। ବୈଶାଖ ମାସର ଖରାକୁ ଦେଖି, ଜଳ ପାଇବାକୁ ଟିକେ ପରଖି। ପଣା ରୂପେ ଜଳ ଯିଏ ପାଏତ, ଗ୍ରୀଷ୍ମର ଉତ୍ତାପ ସିଏ ସହେତ। ସେଥିପାଇଁ ସବୁ ବୃକ୍ଷଲତା ଯେ, ଜଳ ପାଇବାକୁ ଅନାନ୍ତି ସଜେ। ଆଜିର ଦିନରେ ଜନମ ନେଲେ, ମହାବୀର ହନୁମାନ ଯେ ଭଲେ। ସୂର୍ଯ୍ୟଙ୍କ ଉଦୟ ସମୟେ ପରା, ବଜରଙ୍ଗୀ ସେଠି ଆସିଲେ ଧରା। ପବନ ପୁତ୍ର ଯେ ସେ ହନୁମାନ, ଅଞ୍ଜନୀ ଗର୍ଭରୁ ଜାତ ଯେ ଜାଣ। ସବୁ ଦେବତାଙ୍କ ବର ପାଇଣ, ବଳଶାଳୀ ସିଏ ହୁଅନ୍ତେ ପୁଣ। ଗ୍ରାମଠୁ ସହର ସବୁ ସ୍ଥାନଟି, ମହାବୀରଙ୍କର ପୂଜା ହୁଏଟି। ଓଡ଼ିଆ ଲୋକ ତ କରଇ ଗର୍ବ, ବର୍ଷ ଆରମ୍ଭରେ ପାଳଇ ପର୍ବ। ନୂଆ ବର୍ଷ ପାଳେ ସବୁ ଓଡ଼ିଆ, ପିଠାପଣା ଘରେ ବାସେ ବଢ଼ିଆ। ଓଡ଼ିଆ ପକ୍ଷର ଶେଷ ଦିନରେ, ନୂଆ ବର୍ଷ ସବୁ ପାଳନ୍ତି ବାରେ। ଆମେ ଗର୍ବ କରୁ ଓଡ଼ିଆ ବୋଲି, ଭାରତ ବର୍ଷରେ ନିଆରା ଖାଲି। ଓଡ଼ିଆ ଜାତିର ସିଏ ତ ନାଥ, ବିଶ୍ୱ ପାଇଁ ସିଏ ଜଗତନାଥ। ଆମ ପରମ୍ପରା ଆଉ ସଂସ୍କୃତି, ଜଗନ୍ନାଥ ଏଠି ସବୁ ପାଳନ୍ତି। 12 ମାସେ ହୁଏ 13 ଯାତରା, ନୂଆ ବର୍ଷ ଠାରୁ ଆରମ୍ଭ ପରା। ତୁମମାନଙ୍କୁ ତ ଅଭିନନ୍ଦନ, ନୂଆ ବର୍ଷ ପାଇଁ ଜଣାଏ ପୁଣ।